ମୋ ବିନା ତୁମ୍ଭେମାନେ କିଛି କରିପାର ନାହିଁ। କେହି ଯେବେ ମୋ ଠାରେ ନ ରହେ ତାହେଲେ ସେ ଶାଖା ପରି ବାହାରେ ପକାଇ ଦିଆଯାଏ ଓ ଶୁଖିଯାଏ। ପୁଣି ଲୋକେ ସେଗୁଡ଼ାକ ଏକାଠି କରି ନିଆଁରେ ପକାଇ ଦିଅନ୍ତି ଓ ସେଗୁଡ଼ାକ ପୋଡ଼ି ଦିଅନ୍ତି। ଅଧିକ ଫଳ ଫଳିବା ପାଇଁ ତାହା ସେ ପରିଷ୍କାର କରନ୍ତି। ମୋ ଠାରେ ଥିବା ଯେକୌଣସି ଶାଖା ଫଳ ନ ଫଳେ ତାହା ସେ କାଟି ପକାନ୍ତି। ମୋ ଠାରେ ରୁହ, ସେଥିରେ ମୁଁ ତୁମମାନଙ୍କ ଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳିପାରେ ନାହିଁ, ସେହିପରି ତୁମେମାନେ ମଧ୍ୟ ମୋ ଠାରେ ନ ରହିଲେ ଫଳ ଫଳି ପାର ନାହିଁ। ମୁଁ ଦ୍ରାକ୍ଷାଲତା, ତୁମେମାନେ ଶାଖା। ଯେ ମୋ ଠାରେ ରହେ ଓ ମୁଁ ଯାହାଠାରେ ରହେ ସେ ପ୍ରଚୁର ଫଳ ଫଳେ, କାରଣ ମୋ ବିନା ତୁମମାନେ କିଛି କରିପାର ନାହିଁ। ହଁ ପ୍ରିୟମାନେ, ଫଳ ଫଳିବା ନିମନ୍ତେ ଏହା ଥିଲା ଈଶ୍ୱରଙ୍କର ବାକ୍ୟ। ଆମେ ଯୋହନ 15 ଅଧ୍ୟାୟରେ ଏହି ସମସ୍ତ ବିଷୟ ଆମେ ଦେଖିପାରିବା। ଫଳ ଫଳିବା ନିମନ୍ତେ ପ୍ରଭୁଙ୍କ ଠାରେ ଆମେ ରହିବାର ଅଛି। ସେ ପରିଷ୍କାର କରିଥାନ୍ତି ଆମମାନଙ୍କୁ। ଆଉ ଫଳ ଫଳିବାର ଅଛି, ତାହେଲେ ଆମମାନେ ପ୍ରକୃତ ଶିଷ୍ୟ ହେବା। ଆଉ ଆମେ ଯଦି ଫଳ ଫଳିବା ତେବେ ପିତା ମହିମାନ୍ୱିତ ହେବେ। ଏହି ସତ୍ୟତା ଆମେ ବୁଝିବାର ଅଛି। ତେଣୁକରି ଆମ ଆତ୍ମିକ ଜୀବନରେ ଆମେ ଯଦି ଫଳ ଫଳୁଛୁ ତାହେଲେ ଆମେ ପ୍ରମାଣିତ କରୁଛୁ ପ୍ରଭୁଙ୍କର ସହଭାଗିତାରେ, ପ୍ରଭୁଙ୍କ ଠାରେ ଲାଗି ରହି ଆମେ ଅଛୁ। ଯଦି ଆମେ ପ୍ରଭୁଙ୍କ ଠାରେ ନାହୁଁ, ଆମେ ଯଦି ପ୍ରଭୁଙ୍କର ଠାରୁ ଆମେ ଯଦି ବିଚ୍ଛିନ୍ନ ହୋଇଯାଉଛୁ, ଆତ୍ମିକ ଜୀବନରେ ଯଦି ଆମେ ଭଲ ସହଭାଗିତାରେ ସମ୍ପର୍କରେ ଯଦି ପ୍ରଭୁଙ୍କ ଠାରୁ ଆମେ ବିଚ୍ଛିନ୍ନ ହୋଇଛୁ, ଠିକ୍ ଭାବେ ଲାଗିନାହୁଁ ଆଉ ପ୍ରଭୁଙ୍କ ଠାରେ ନାହୁଁ, ତାହେଲେ ଆମେ ନିଜେ କେବେ ଫଳ ଫଳି ପାରିବା ନାହିଁ। ଆମମାନଙ୍କର ଜୀବନରେ କେବେ ବି ତାଙ୍କର ପ୍ରଚୁର ଫଳ ଦେଖାଯିବ ନାହିଁ, କି ତାଙ୍କର ବାକ୍ୟ ପ୍ରକାର ଆମେ ପ୍ରକୃତ ଶିଷ୍ୟ ମଧ୍ୟ ହୋଇପାରିବା ନାହିଁ। କାରଣ ପ୍ରଭୁ କହନ୍ତି, ମୋ ବିନା ତୁମମାନେ କିଛି କରିପାରୁ ନାହିଁ। ହଁ ପ୍ରିୟମାନେ, ଫଳ ଫଳିବାର ଅର୍ଥ ଅନେକ ଭାବନ୍ତି ଯେ ଆମେ ଆଶୀର୍ବାଦ ପ୍ରାପ୍ତ। ଆମମାନଙ୍କୁ ଯଦି ପ୍ରଚୁରତା ଅନୁଗ୍ରହ ମିଳିବ, ଧନରେ, ଟଙ୍କାରେ, ଅନେକ ପ୍ରକାର ବିଷୟ ଗୁଡ଼ାକ ଯଦି ଆମକୁ ଗାଡ଼ି ଘୋଡ଼ା ସବୁ ମିଳୁଛି, ଗୃହ ପୁଣି ଅନେକ ବିଷୟ ଗୁଡ଼ାକ ମିଳୁଛି, ତେବେ ମୋର ପ୍ରଭୁ ମୋତେ ଆଶୀର୍ବାଦ କରୁଛନ୍ତି, ମୁଁ ଫଳ ଫଳୁଛି ବୋଲି। କିନ୍ତୁ ଫଳ ଫଳିବାର ଅର୍ଥ ଆତ୍ମିକ ଜୀବନର ଫଳ। ଆପଣଙ୍କ ପାଖେ ହୁଏତ ଘର ନଥିବ, ଆପଣଙ୍କ ପାଖେ ହୁଏତ ଧନ ନଥିବ, ଆପଣଙ୍କ ପାଖେ ହୁଏତ ଉତ୍ତମ ଡ୍ରେସ୍ ବି ନଥିବ। ଆଉ ଗୋଟେ ଏଭଳି ଆନନ୍ଦ ଆପଣ ପାଇବେ ପ୍ରଭୁଙ୍କ ଠାରେ। ପ୍ରଭୁ ଆପଣଙ୍କ ଜୀବନକୁ ପରିଷ୍କୃତ କରୁଥିବେ। ପ୍ରଭୁ ଆପଣଙ୍କ ଜୀବନକୁ ସେଇ ଆତ୍ମିକ ଜୀବନର ସମସ୍ତ ଆଶୀର୍ବାଦ ଗୁଣ ଗୁଡ଼ାକ ଦେଇ କଢ଼ାଇ ନେଉଥିବେ। ଆତ୍ମିକ ଭାବେ ଆପଣ ଭରସାରେ ତୃପ୍ତ ରହିବାରେ, ଆତ୍ମିକ ଭାବେ ଆପଣ ଶାନ୍ତି ଅନୁଭବ କରିବାରେ, ଏହା ହିଁ ଅନୁଭବ କରିପାରିବେ। ତେବେ ଆମେ ଫଳ ଫଳିବା ନିମନ୍ତେ ପ୍ରଭୁ ଆମମାନଙ୍କ ଜୀବନରେ ବେଳେବେଳେ ପରିଷ୍କାର କରିଥାନ୍ତି, କାଟି ଦେଇଥାନ୍ତି କେତୋଟି ସେହି ଶାଖାର କେତୋଟି ବିଷୟକୁ ସେ କାଟି ପରିଷ୍କାର କରିଥାନ୍ତି। ଯଦ୍ୟପି ସେହି ଲତାକୁ କଷ୍ଟ ଲାଗିଥାଏ, କିନ୍ତୁ ତା'ର ଉତ୍ତମ ନିମନ୍ତେ, ଅଧିକ ଫଳ ଫଳିବା ନିମନ୍ତେ ଆମମାନଙ୍କର ଆତ୍ମିକ ଜୀବନରେ ମଧ୍ୟ ଯେତେବେଳେ ଆସିଥାଏ ଦୁଃଖ, କଷ୍ଟ, ପରୀକ୍ଷା, ସମସ୍ୟା, ସେସବୁ ଆମମାନଙ୍କର ଆତ୍ମିକ ଜୀବନରେ ଫଳ ଫଳିବାରେ ଗୋଟିଏ ମାଧ୍ୟମ ହୋଇଥାଏ। ଏହି ବିଷୟ ଆମେ ଜାଣିବାର ଅଛି। ଆଉ ଏଇଭଳି ପରିଷ୍କୃତ ହେବା ନିମନ୍ତେ, ଫଳ ଫଳିବା ନିମନ୍ତେ ଆମମାନଙ୍କୁ ଧୈର୍ଯ୍ୟ ସହକାରେ ଅପେକ୍ଷା କରିବା ପାଇଁ ପଡ଼ିବ। ତେଣୁକରି ଆମେ ଫଳ ଫଳିବା ସମ୍ବନ୍ଧରେ ଆହୁରି ବି ଯଦି ଆମେ ପ୍ରଭୁଙ୍କର ବାକ୍ୟରୁ ଦେଖୁ, ଯେ ପ୍ରଭୁ ଆମମାନଙ୍କୁ ଯେ ଫଳ ଫଳିବା ବିଷୟରେ ତାଙ୍କର ଚେତାବନୀ ଆଉ ତାଙ୍କର ଇଚ୍ଛାକୁ ପ୍ରକାଶ କରିଛନ୍ତି ତାଙ୍କର ବାକ୍ୟରେ। ଆମେ ଦେଖୁ ଯେ ଏମିତି ଏକ ଅଂଶ ଯେଉଁଠିକି ସେ ଚାହୁଁଥିଲେ
ଫଳ ଦେଖିବା ପାଇଁ, କିନ୍ତୁ ସେ ଦେଖିପାରିଲେ ନାହିଁ। ମାଥ୍ୟୁ 21 ତାର 19 ପଦରେ ଯଦି ଆମେ ପାଠ କରିବା, ସେଠାରେ ଲେଖାଯାଏ, ଆଉ ବାଟ ପାଖରେ ଗୋଟିଏ ଡିମ୍ବିରି ଗଛ ଦେଖି ତାହା ପାଖକୁ ଗଲେ, ପୁଣି କେବଳ ପତ୍ର ଛଡ଼ା ତାହାଠାରେ ଆଉ କିଛି ନ ପାଇ ତାହାକୁ କହିଲେ, କେବେ ହେଁ ତୋଠାରେ ଫଳ ନ ହେଉ। ସେଠାରେ ସେଇ କ୍ଷଣି ସେ ଡିମ୍ବିରି ଗଛ ଶୁଖିଗଲା। ଫଳ ଆଶା କରି ସେ ଡିମ୍ବିରି ଗଛ ନିକଟକୁ ଯାଇଥିଲେ, କିନ୍ତୁ ସେ ପ୍ରାପ୍ତ ହେଲେ ନାହିଁ ବା ସେ ପାଇଲେ ନାହିଁ, କି ସେ ଡିମ୍ବିରି ଗଛରେ ଫଳ ଦେଖିଲେ ନାହିଁ। ପ୍ରଭୁ ଆମମାନଙ୍କୁ ସବୁବେଳେ ଫଳ ଫଳିବା ନିମନ୍ତେ ସୁଯୋଗ ଦେଇଥାନ୍ତି। କେଉଁମାନେ ଫଳ ଫଳନ୍ତି, କେଉଁ ବୃକ୍ଷ ଫଳ ଫଳିଥାଏ, ଆମେ ଯଦି ଗୀତ ସଂହିତା 1:3 ଦେଖୁ, ସେଠାରେ ଲେଖାଯାଏ, ଯେଉଁ ବୃକ୍ଷ ଜଳସ୍ରୋତ ନିକଟରେ ରୋପିତ, ସେ ସ୍ୱ ସମୟରେ ଫଳ ଉତ୍ପନ୍ନ କରେ, ଯାହାର ପତ୍ର ହିଁ ମଳିନ ହୁଏ ନାହିଁ, ଏପରି ବୃକ୍ଷ ସଦୃଶ ସେ ହେବ। ପୁଣି ସେ ଯାହା କରେ ତାହା ସଫଳ ହେବ। ଆମେ ସ୍ୱ ସମୟରେ ଫଳ ଫଳିବା ନିମନ୍ତେ ଈଶ୍ୱରଙ୍କର ବାକ୍ୟର ସାନ୍ନିଧ୍ୟକୁ ଆମେ ଯିବାର ଅଛି। ଈଶ୍ୱରଙ୍କର ବାକ୍ୟ ରୂପ ଜଳ ପ୍ରାପ୍ତ ହେବାର ଅଛି। ତେବେ ଆମେ ସ୍ୱ ସମୟରେ ଫଳ ଫଳିପାରିବା। ଆଉ ଆମେ ସେଇ ପ୍ରଭୁଙ୍କ ଠାରେ ରହି, ବାକ୍ୟର ପ୍ରଚୁରତାରେ ରହି, ଆମେ ଯାହା କଲେ ମଧ୍ୟ ପ୍ରଭୁଙ୍କର ବାକ୍ୟ ଅନୁସାରେ ଆମେ ସଫଳ ହୋଇପାରିବା। ଫଳ ଫଳିବା, ସଫଳ ହେବା, ତା ସହିତ ଆମେ ଫଳ ବର୍ଦ୍ଧିଷ୍ଣୁ ହେବା ବୃକ୍ଷ ପରି। ତେଣୁକରି ପ୍ରଭୁ ଗୀତ ସଂହିତା 92ରେ କହନ୍ତି, ଗୀତ ସଂହିତା 92, 12, 13, 14 ଏ ପ୍ରକାର କହନ୍ତି, ଧାର୍ମିକ ଲୋକ ତାଳ ବୃକ୍ଷ ପରି ବର୍ଦ୍ଧିଷ୍ଣୁ ହେବ, ସେ ଲିବାନନରେ ଏରୋସ୍ ବୃକ୍ଷ ତୁଲ୍ୟ ବୃଦ୍ଧି ପାଇବ। ଯେଉଁମାନେ ସଦାପ୍ରଭୁଙ୍କ ଗୃହରେ ରୋପିତ ହୁଅନ୍ତି, ସେମାନେ ଆମମାନଙ୍କର ପରମେଶ୍ୱରଙ୍କ ପ୍ରାଙ୍ଗଣରେ ବର୍ଦ୍ଧିଷ୍ଣୁ ହେବେ। ସେମାନେ ବୃଦ୍ଧ ବୟସରେ ହିଁ ଫଳ ଉତ୍ପନ୍ନ କରିବେ, ସେମାନେ ରସ ଅତେଜରେ ପୂର୍ଣ୍ଣ ହେବେ। ଏହା ହେଲା ଈଶ୍ୱରଙ୍କର ବାକ୍ୟ। ଆମମାନେ ଗୋଟିଏ ଗୋଟିଏ ବୃକ୍ଷ ସଦୃଶ୍ୟ ହୋଇ ଫଳ ତ ଉତ୍ପନ୍ନ କରିବା, କିନ୍ତୁ ଆମେ ବର୍ଦ୍ଧିଷ୍ଣୁ ହେବା, ବୃଦ୍ଧି ପାଇବା। ଆଉ ଯେଉଁମାନେ ସଦାପ୍ରଭୁଙ୍କର ଗୃହରେ ରୋପିତ ହୋଇଥାନ୍ତି, ସେମାନେ ପରମେଶ୍ୱରଙ୍କ ପ୍ରାଙ୍ଗଣରେ ବଢ଼ିବେ, ବର୍ଦ୍ଧିଷ୍ଣୁ ହେବେ। ଆଉ ସେମାନେ ବୃଦ୍ଧ ସମୟରେ ହିଁ ଫଳ ଉତ୍ପନ୍ନ କରିବେ। ଆମେ ଦେଖୁ, ଫଳ ଉତ୍ପନ୍ନ ସେମାନେ କରିବେ ଯେଉଁମାନେ ବୃଦ୍ଧ ହେଲେ ମଧ୍ୟ ଯଦି ପ୍ରଭୁଙ୍କର ପ୍ରାଙ୍ଗଣରେ ରୋପିତ, ପ୍ରଭୁଙ୍କ ଠାରେ ରହି ବର୍ଦ୍ଧିଷ୍ଣୁ ହେଉଛନ୍ତି। ହଁ ପ୍ରିୟମାନେ, ଆଜି ଆମେ ଫଳ ଫଳିବା ବିଷୟରେ, ଆମ ଆତ୍ମିକ ଜୀବନର ଫଳକୁ ଆମେ ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରୁଛୁ କି? ଅନ୍ୟମାନେ ଦେଖି ଆମମାନଙ୍କୁ କହୁଛନ୍ତି କି ଫଳ ଫଳିବା ବିଷୟ ଆତ୍ମିକ ଜୀବନରେ? ଯଦି ନାହିଁ, ଆମେ ନିଷ୍ପତ୍ତି ନେବା, ଆମର ପ୍ରଭୁଙ୍କ ଠାରେ ରହିବା, ଆଉ ପ୍ରଭୁଙ୍କ ଠାରେ ରହି ପ୍ରଭୁଙ୍କର ଠାରୁ ପରିଷ୍କୃତ ହେବା, ଆଉ ପ୍ରଭୁଙ୍କ ଠାରେ ରହି ଆମମାନେ ପିତାଙ୍କୁ ମହିମାନ୍ୱିତ କରିବା, ଆଉ ତାହାଙ୍କର ପ୍ରକୃତ ଶିଷ୍ୟ ହେବା। ଯଦି ଆମେ ପ୍ରଭୁଙ୍କ ଠାରେ ରହିବା ନାହିଁ, ପ୍ରଭୁଙ୍କର ବିନା ଆମେ କିଛି କରିପାରିବା ନାହିଁ। ତେଣୁକରି ପ୍ରଭୁଙ୍କ ଠାରେ ରହିବା, ଆଉ ପ୍ରଭୁଙ୍କ ଠାରେ ରହି ମାଗିବା। ପ୍ରଭୁଙ୍କ ଠାରେ ରହି ଫଳ ଫଳିଲେ, ଆଉ ପ୍ରଭୁଙ୍କ ଠାରେ ରହି ଯଦି ଆମେ ବାକ୍ୟର ପ୍ରଚୁରତା ପ୍ରାପ୍ତ ହେବା, ଯାହା କଲେ ବି ତାହା ସଫଳ ହେବ ବୋଲି, ଆଉ ପ୍ରଚୁର ଫଳ ସ୍ୱ ସମୟରେ ସେ ଫଳିବ ବୋଲି ଆମେ ଗୀତ ସଂହିତାରେ ଦେଖୁଥିଲୁ। ଏଠାରେ ବି ଆମେ ଦେଖୁ, ଆଉ ଯେଉଁମାନେ ତାଙ୍କ ଠାରେ ରହିବେ, ତାଙ୍କର ବାକ୍ୟ ଯଦି ସେମାନଙ୍କ ଠାରେ ରୁହେ, ତାହେଲେ ଯେକୌଣସି ବିଷୟ ଇଚ୍ଛା କର ତାହା ମାଗ, ଆଉ ତୁମମାନଙ୍କ ନିମନ୍ତେ ତାହା ସାଧିତ ହେବ ବୋଲି ଆମେ ପ୍ରଭୁଙ୍କର ବାକ୍ୟରେ ଦେଖୁ। ତେଣୁକରି ତାଙ୍କ ଠାରେ ରହି ଆମେ ଯେକୌଣସି ବିଷୟ ଇଚ୍ଛା କରି ମାଗିବା, ପ୍ରଭୁ ଆମମାନଙ୍କୁ ଦେବେ। ତେବେ ଆମେ ତାହାଙ୍କ ଠାରେ ରହି ଫଳ ଫଳିବା, ବର୍ଦ୍ଧିଷ୍ଣୁ ହେବା, ତାହାଙ୍କ ଠାରେ ରହି ମାଗିବା, ଆମମାନଙ୍କର ସମସ୍ତ ବିଷୟ ସାଧନ ହେବ, ଆଉ ପ୍ରଭୁଙ୍କ ଠାରେ ରହି ଆତ୍ମିକ ଜୀବନରେ ବଢ଼ିବା, ପ୍ରଭୁ ମହିମାନ୍ୱିତ ହେବେ, ଆଉ ପ୍ରକୃତ ଶିଷ୍ୟ ହେବା। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଜୀବନ ଦେଇଛନ୍ତି। ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ପ୍ରେମ କରି
ରକ୍ତ ଛରାଇଛନ୍ତି, ଜୀବନ ଦେଇ ମୃତ୍ୟୁବରଣ କଲେ, କବରସ୍ଥ ହେଲେ, ତୃତୀୟ ଦିନ ମୃତ୍ୟୁରୁ ଜୟ କରି ଉଠିଲେ। ସେ ଏବେ ଜୀବିତ ହୋଇ ଅଛନ୍ତି। ସେଇ ଜୀବିତ ପ୍ରଭୁଙ୍କୁ ଆପଣ ବିଶ୍ୱାସ କରନ୍ତୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ତ୍ରାଣକର୍ତ୍ତା ବୋଲି। ଆପଣ ବିଶ୍ୱାସ କରନ୍ତୁ ଆଉ ହୃଦୟରେ ସ୍ଥାନ ଦିଅନ୍ତୁ। ଜୀବନକୁ ତାହାଙ୍କର ହସ୍ତରେ ସମର୍ପଣ କରନ୍ତୁ। ଡାକନ୍ତୁ ହୃଦୟରେ, ପ୍ରଭୁ ମୋ ପାପୀ ମୋତେ କ୍ଷମା କର। ମୁଁ ବିଶ୍ୱାସ କରୁଛି ତୁମେ ପ୍ରଭୁ ମୋ ନିମନ୍ତେ ଆସି ମୃତ୍ୟୁବରଣ କଲ, ମରିକି ଉଠିଲ, ଏବେ ମଧ୍ୟ ଜୀବିତ ଅଛ। ତୁମ ଛଡ଼ା ଆଉ କାହାଠାରୁ ପରିତ୍ରାଣ ନାହିଁ। ମୋ ଜୀବନରେ ପାପରୁ ପରିତ୍ରାଣ ଦିଅ। ମୋର ଜୀବନର ସବୁ